जय माँ लक्ष्मी। महालक्ष्मी का स्तव। नमस्तुते महामाये श्रीपीठे सूरपूजिते शंख चक्र गदाहस्ते महालक्ष्मी नमस्तुते। नमस्ते गरुडारूढे कोलासुर भयंकरी सर्वपाप हरे देवी महालक्ष्मी नमस्तुते। सर्वज्ञे सर्ववरदे सर्वदुष्ट भयंकरी सर्वदुःख हरे देवी महालक्ष्मी नमस्तुते। सिद्धि बुद्धि प्रदे देवी भक्ति मुक्ति प्रदायिनी मंत्रमूर्ते सदा देवी महालक्ष्मी नमस्तुते। आद्यन्ते रहिते देवी आद्यशक्ते माहेश्वरी जोग जे जोग संभूते महालक्ष्मी नमस्तुते। स्थूल सूक्ष्म महारौद्रे महाशक्ति महोदरे महापाप हरे देवी महालक्ष्मी नमस्तुते। पद्मासन स्थिते देवी परं ब्रह्म स्वरूपिणी परमेष्टि जगन्नाथ महालक्ष्मी नमस्तुते। श्वेतांबर धरे देवी नाना अलंकार भूषिते जगस्थिते जगन्माता महालक्ष्मी नमस्तुते। महालक्ष्मी इष्टक स्तोत्रं जपठेत् भक्तिमान् नर सर्वसिद्धि मवाप्नोति राज्यं प्राप्नोति सर्वदा। एककालं पठे नित्यं महापाप विनाशनं द्विकालं च पठे नित्यं धनधान्य सम्मानितः त्रिकाल च पठे नित्यं महाशत्रु विनाशनं। महालक्ष्मी भवे नित्यं प्रसन्ना वरद शुभा। इतीन्द्रकृतं श्री महालक्ष्मी स्तव सम्पूर्णः। नारद उवाच पिताଙ୍କ ବାକ୍ୟ ନାରଦ ଦେଲେ କେ ଉତ୍ତର ବୋଇଲେ କ ସାବଧାନେ ଶୁଣ ବେଦ ବର। ବ୍ରହ୍ମା ବିଷ୍ଣୁ ଶିବ ତୁମ୍ଭେ ଏହି ତିନି ରୂପ ଏଥେ କେହି ନାହିଁ ଭିନ୍ନ ଏକ ଈଶ୍ୱରୂପ। ନିରାକାରଙ୍କ ରୂପରୁ ତ୍ରିଗୁଣକୁ ଘେନି ବ୍ରହ୍ମା ବିଷ୍ଣୁ ହର ତାର ତୁମ୍ଭେ ତିନି। ଯେ ବ୍ରହ୍ମା ସେ ବିଷ୍ଣୁ ସେହି ଅଟନ୍ତି ଈଶ୍ୱର କ୍ଷୀରରୁ ଜାତ ଲବଣୀ ଜହ୍ନେ ଘୃତ ସାର ସେହି ପ୍ରକାରେ ତୁମ୍ଭେ ତ୍ରିଗୁଣ ପୁରୁଷ। ତୁମ୍ଭଠାରୁ ସିନା ହେଲା ଅଶେଷ ପ୍ରକାଶ ତୁମ୍ଭେ ଯେ ତିନି ମୂରତି ଭିନ୍ନ ଭିନ୍ନ ନୁହଁ ବିଚାରେ ତ୍ରିଶାଖା ତୋର ତୁମ୍ଭେ ଏକ ଦେହ। ଯେଉଁ ସ୍ଥାନେ ତୁମ୍ଭେ ବିଜୟ କରିଅଛ ଆସି ତହିଁ ମିଳିଲେଣି ନିଶ୍ଚେ ନାରାୟଣ କାଶୀ। ତୁମ୍ଭେ ଆବର ଯାହାଙ୍କୁ ସୁମରିବ ମନେ ତତକାଳେ ଆସି ସେହି ମିଳିବେ ସ୍ଥାନେ। ଦକ୍ଷ ବ୍ରହ୍ମାଗିର କେହୁ ନ କରିବେ ଆନ ଏହା ପୁଣି ଅଟେ ଦେବ ଦୁର୍ଲଭ ବଚନ। ବହୁ ଗୁଣ ଘେନି ଜନ୍ମ ହେଲେ ତୁମ୍ଭ ତହୁଁ ଭାଗ୍ୟବନ୍ତ ପଣ କେବା ବଦନରେ କହୁ। ଏବେ ଯେ ମହାଯଜ୍ଞକୁ ଉଦ୍ଯୋଗ କଲେ ସେଥିରେ ଆଶ୍ଚର୍ଯ୍ୟ କରି ତୁମ୍ଭକୁ ବରିଲେ ଋଷିବୃନ୍ଦ ସହଦେବ ତୋଷୀ ହୁତାସନ। ବିକାଶ କରନ୍ତୁ ଦକ୍ଷଙ୍କର ପୁଣ୍ୟମାନ ସକଳ ଦେବତା ମିଳି ପାନ୍ତୁ ହବିର୍ଭାଗ। ଆରମ୍ଭ କରନ୍ତୁ ପିତାମହ ଶୀଘ୍ର ଜାଗ ବାହାର ଗଡ଼ରେ ମୁହିଁ ଯାଉଛି ରହିବି କଟକରେ ଭଲ ମନ୍ଦ ସମସ୍ତ ବୁଝିବି। ଅନର୍ଥ କରିବେ ଗର୍ବେ ଯେବେ ଦୁଷ୍ଟଚିତ ଜାଣି ସେ ସବୁଙ୍କୁ ମୁହିଁ କରିବି ନିବର୍ତ୍ତ। କୋଟିମୁଖ ଧାତା ଉବାଚ ଏହା ଶୁଣି କୋଟିମୁଖ ଧାତା ବୋଇଲେ ତ ଏଠି ନ ରହିବା ତୁମ୍ଭେ ଅଟ ଅନୁଚିତ। ବ୍ରହ୍ମର୍ଷିଙ୍କ ସଙ୍ଗତରେ ଅଟେ ଏକ ଜଣ ଆବର ଯଜ୍ଞ ପାଇଁକି ହୋଇଛ ବରଣ। ଏଠାରେ ଛାଡ଼ି ଆମ୍ଭଙ୍କୁ ବୁଲିଯିବ ତୁମ୍ଭେ ଯିବା ପାଇଁକି କେଶନ ଆଜ୍ଞା ଦେବୁ ଆମ୍ଭେ। ନାରଦ ଉବାଚ ନାରଦ ମୁନି ବୋଲନ୍ତି ଶୁଣ ବେଦପତି ନ ଜାଣ କି ମୋର ପୂର୍ବ ଅଭିଶାପ ରୀତି। ସାପ ଦେଲେ ଦକ୍ଷ ବ୍ରହ୍ମ ମୋତେ ଅକାରଣେ କଦାପି ରହିବୁ ନାହିଁ ଏକ ସ୍ଥାନ କ୍ଷଣେ। ଏହି ହେତୁ ସଦା ମୋର ଜୀବିକା ବୁଲିବା आपणे स्थिर चित्तरे विचारी बुझिबा यज्ञान्थे ऋत्विक जदि ऊणा हेब जणे तहिंकी देउछि मुहि अन्य ऋषि जणे।
ଅଙ୍ଗିରା ଋଷିଙ୍କର ଉତ୍ପତ୍ତି। ଏପରି କହିଣ ତହୁଁ ନାରଦ ଉଠିଲେ, ଆପଣା ଅଙ୍ଗୁ ପୁରୁଷ ଏକଜାତ କଲେ। ଅଙ୍ଗିରା ବୋଲି ତାହାଙ୍କ ନାମ ହେଲା ଖ୍ୟାତ, ରୂପ ଗୁଣରେ ଅଟନ୍ତି ନାରଦ ସଂଜାତ। ନାରଦ ସେହି ଋଷିଙ୍କି ସଭାରେ ବସାଇ, ପିତାଙ୍କର ମୁଖ ଚାହିଁ ଶିରେ କର ଦେଇ। ବୋଲନ୍ତି ଆଜ୍ଞା ଦେବାକ ମତେ ପିଅର, ବୋଲିବି ମୁଁ ମନ ଜାନେ ଚତୁର୍ଦ୍ଦଶ ପୁର। ନିଜ ନିଜ ପୁର ଛାଡ଼ି କରି ସର୍ବଜନ, ଦକ୍ଷ ବ୍ରହ୍ମା ବରଣରେ ଅଇଲେ ସ୍ଥାନ। ଶୂନ୍ୟ ପଡ଼ିଅଛି ଦେବ ସକଳ ଭୁବନ, ଦୁଷ୍ଟ ରାକ୍ଷସେ ଯେନେ ନ କରନ୍ତି ଉଚ୍ଛନ୍ନ। ମୁହିଁ ରହି ସମସ୍ତଙ୍କୁ ଆକଟ କରିବି, ନିଜ ପତେ ଚତୁର୍ଦ୍ଦଶ ପୁରକୁ ରଖିବି। କୋଟିମୁଖ ଧାତା ଉବାଚ, ବ୍ରହ୍ମା ବୋଇଲେ ଯଥାର୍ଥ ଏକଥା ଅଟଇ। ଯାଅ ବାବୁ ମତେ ସବୁ ଭୁବନ ଲାଗଇ, ବିଳମ୍ବ ନ କରି ତୁହି ଯାଅସି ତୁରିତେ। ପୂର୍ଣ୍ଣ ହେଉ ତୋର ବାଞ୍ଛା ଯାହା ଅଛି ଚିତେ। କୋଟିମୁଖ ବ୍ରହ୍ମା ଆଜ୍ଞା ପାଇନ ନାରଦ, ତହୁଁ ବିଜୟ କରିଲେ ହଇନ ଆନନ୍ଦ। ଏକଥା କହିବି ଯାଇ ମହେଶଙ୍କ କତି, ତାଙ୍କ କୋପ ବିନାଶିବ ଦକ୍ଷର ସମ୍ପତ୍ତି। ଏ ପ୍ରଭାବତୀ କଟକ ନାରଖାର ହେଉ, ଏ ମହାଯଜ୍ଞର ସର୍ବ ଦ୍ରବ୍ୟ ନଷ୍ଟ ଯାଉ। ଏହି ଉପାୟ ନାରଦ ବିଚାର କରିଲେ, ପ୍ରଜାପତି ଯଜ୍ଞ ପୀଠ ବେଗେ ଉଠିଗଲେ। ଏ ମହାଲକ୍ଷ୍ମୀ ପୁରାଣ ଅପୂର୍ବ ଚରିତ, ତାଙ୍କ ଶ୍ରୀଚରଣ ଧ୍ୟାଇ ଗୀତ କହେ ଆର୍ତ। ଯଜ୍ଞକର୍ମୀ ନିଯୁକ୍ତି ଏହାପରେ ଆନନ୍ଦରେ ଦକ୍ଷ ପ୍ରଜାପତି, ପାଶେ ବସାଇଲେ ଦେବ ତାଙ୍କୁ ଆଗ ସତୀ। ଇନ୍ଦ୍ର ଆଦି କରି ସର୍ବ ବୃନ୍ଦାରକ ଗଣେ, ତୁମ୍ଭ ପିତା ବୋଇଲେ କ ଡାକି ଜଣେ ଜଣେ। ଇନ୍ଦ୍ରକୁ ବୋଇଲେ ତୁମ୍ଭେ ଶୁଣ ବଜ୍ରଧାରୀ, ତୁମ୍ଭେ ହୋଇବଟି ଏହି ଯଜ୍ଞଶାଳା ଦ୍ୱାରୀ। କରେ ବେତ ଧରିଣ ତୁ ଦ୍ୱାରେ ବସିଥିବୁ, ଅଳସ ତେଜିଣ ନିଶି ଦିବସ ଜାଗିବୁ। ବ୍ରାହ୍ମଣ ଋଷିମାନଙ୍କୁ ଛାଡ଼ି ଭିତରକୁ, ନିରୋଧ କରିବୁ ଆଉ ସକଳ ଲୋକକୁ। ଏତେ ବୋଲିଣ ଶ୍ରୀହସ୍ତେ ତାକୁ ଦେଲେ ଶାଢ଼ୀ, ଆଜ୍ଞା ପାଇ ଇନ୍ଦ୍ର ଦେବ ବସେ ଦ୍ୱାର ମାଡ଼ି। ଅନନ୍ତ ନାଗକୁ ବୋଇଲେ ପ୍ରଜାପତି, ତୁ ରହ ପଶ୍ଚିମ ଦ୍ୱାର ଯାଗଶାଳା କତି। ଦକ୍ଷିଣ ଦ୍ୱାରେ ନୈଋତେ ଦ୍ୱାରି କରାଇଲେ, ଉତ୍ତରରେ ଥାଅ ବୋଲି ପବନ କହିଲେ। ମେରୁକୁ ବୋଇଲେ ତାର ଅଙ୍ଗେ ଅଷ୍ଟଗିରି, କଟକ ସିଂହ ଦ୍ୱାରକୁ ରଖ ଯତ୍ନ କରି। ଶମ୍ଭୁ ନିଶୁମ୍ଭୁ ସହିତେ ଦେବତାଙ୍କୁ ରାଇ, ବୋଇଲେ କ ଗୋଡ଼ ଦ୍ୱାର ରଖ ବେଗେ ଯାଇ। ସୂର୍ଯ୍ୟଙ୍କୁ ବୋଇଲେ ତୁମ୍ଭେ ଗଗନ ଥାଇନ, ନଗରର ଭଲ ମନ୍ଦ ବୁଝ ହରହୀନ। ବରୁଣକୁ ବୋଇଲେ ତୁ ଜାଗେ ଘୃତ ଦେବୁ, ପବିତ୍ର ସଲିଳ ଆଣି ଯୋଗାଇନ ଦେବୁ। ବିଶ୍ୱଦେବା ଯୋଗାଇବେ ଜାଗରେ ଇନ୍ଧନ, ଉଦୁମ୍ବର ଯେ ଗାମ୍ଭୀରି ଅଗୁର ଚନ୍ଦନ। ଅଷ୍ଟବସୁ ତିଳ ତଣ୍ଡୁଳ ଯେ ପୁଣି ଜବ, ଚିତ୍ରରଥ ସୁବାସିତ ପୁଷ୍ପ ଫଳ ଦେବ। କୁବେର ଯେ ଚରଚିବେ ସକଳ ଜନଙ୍କୁ,
ଯେତେବେଳେ ଯାହା ଲୋଡ଼ା ହୋଇବ ଯଜ୍ଞକୁ। ଚନ୍ଦ୍ର ଦେବତା ଘେନିବ ରୋଷ ଅଧିକାର। ସଙ୍ଗତରେ ଥିବ 5 କୋଟି ସୁପକାର। ବେନି ଲକ୍ଷ ଯୋଗାଡ଼ିଆ ଲକ୍ଷେ କଟାଇତ। ଦିବ୍ୟ ଅନ୍ନ ବ୍ୟଞ୍ଜନ ଯୋଗାଡ଼ୁଥିବ ନିତ୍ୟ। ଷଡ଼ରସରେ ନିରତେ ରନ୍ଧା ହୋଇଥିବ। ଯେ ଯାହା ଲୋଡ଼ିବ ସେହୁ ନିଷ୍ଫଳ ନହିବ। ପବନ ପରଶିବ ଯେ ସବୁଙ୍କୁ ହିଁ ଅନ୍ନ। ସମସ୍ତେ ସନ୍ତୁଷ୍ଟ ରୂପେ କରିବେ ଭୋଜନ। ନଳକୂବେର ଦେବ ଯେ ଅଳଙ୍କାର ମାନ। ଲାଗି ଦେବା ଦ୍ରବ୍ୟ ଯେହ୍ନେ ନହିବ ମିଳନ। ମାଳତୀ ଯେ ଦେଉଥିବ ବିଚିତ୍ର ବସନ। ଦିନୁ ଦିନ ହେଉଥିବ ନୂତନ ନୂତନ। ଋଷିଙ୍ଗୀ ଫଳମୂଳ ଯେ ଦେବ ଦେବସେନ। କାଳ ଯେ ବିକାଳ ଦେବେ ଦୈତ୍ୟଙ୍କୁ ଭୋଜନ। ଆବର ବିଧି ବିଧାନ ଯେ ଯାହା ଇଚ୍ଛଇ। ସେ କଥାକୁ ତୁଲାଇବେ ଚିତ୍ରଗୁପ୍ତ 2। ଅଙ୍ଗାର ପନ୍ନଗ ସହି ସକଳ ଗନ୍ଧର୍ବେ। ରାତ୍ର ଦିବସ ଏକଟ করে ବୁଲୁଥିବେ। ଜନ୍ତୁପତି ଜଣାଇବେ ସକଳ ବାର୍ତ୍ତାକୁ। ନ ପୀଡ଼ିବେ ନବଗ୍ରହ ଏଠାରେ କାହାକୁ। ଯୋଗଲଗ୍ନମାନ କହୁଥିବେ ବୃହସ୍ପତି। ତାହା ସହିତ ବୁଝିବେ ପୁଣି ରାଜନୀତି। ବିଷ୍ଣୁ ଭଦ୍ରା କୂଳେ ସର୍ବେ ହୋଇଛନ୍ତି ଠୁଳ। ଭଲ ମନ୍ଦ ହେଲେ ନିନ୍ଦା ଲଭିବ ସକଳ। ବିଶ୍ୱକର୍ମା କରୁଥିବ ଘରମାନ ସଜ। ଦିନକୁ ଦିନ ହୋଇବ ଭିନେ ଭିନେ ଉଚ୍ଚ। ଚାରି ମେଘ ହୋଇବ ଯେ ଜାଗେ ଛାମୁଣ୍ଡିଆ। ଚାରି ବେଦେ ବେଦ ପାଠ କରି ହେବ ଠିଆ। ଅନ୍ତପୁରରେ ବାରତା କହିବ ମେଦିନୀ। ଜାଗକୁ ଯେ ଅବଧାନ ସର୍ବମହାମଣି। ଆପଣେ ପିତାମହ ଯେ ହୋଇବେ ଆଚାର୍ଯ୍ୟ। ଚତୁର୍ମୁଖ ବ୍ରହ୍ମା ଆଉ ବ୍ୟାସ ମହାଦ୍ୱିଜ। ଉତ୍ତର ପୁରୋହିତ ଯେ ମାର୍କଣ୍ଡ ଯତି। ବଶିଷ୍ଠ ହୋଇବେ ଜାଣ ଆଦି ଗଣପତି। ଆଦ୍ୟରେ ଯେ ବାକ୍ୟକାରୀ ମହର୍ଷି ଅଗସ୍ତି। ଜାଗଦର୍ଶୀ ହେବେ ମହାଜ୍ଞତା ମୁନିୟତ୍ରୀ। ଆବର ଯେତେକ ଋଷି ଜାଗରେ ନିପୁଣ। ଦୁର୍ବାକ୍ଷତ ଦେଇ କରି କଲେ କବରଣ। ଅନଳ ଦେବତା ହେବ ଜାଗେ ଅଧିକାରୀ। ଯାଜ୍ଞିକ ହୋଇ ବସିଲେ ଦକ୍ଷ ତପଚାରୀ। ନବଦ୍ୱୀପ ରାଜା ମାନେ କରିବେ କରକ୍ଷା। ଯେ ଯାହାର ଅନୁରୂପେ ଦେଲେ ଆସି ଶିକ୍ଷା। ଯେ ଯେଉଁ କାର୍ଯ୍ୟରେ ସର୍ବେ ନିଯୋଗୀ ରହିବ। ଯାହାକୁ ଯେମତେ ଦକ୍ଷ ବ୍ରହ୍ମା ଆଜ୍ଞା ଦେବ। ନଗର ଲୋକମାନେ ନାନା ଐଶ୍ୱର୍ଯ୍ୟ ବହି। ଆନନ୍ଦରେ ରହିଲେ ଯେ ସୁଖ ଭୋଗ ପାଇ। ଦକ୍ଷ ବ୍ରହ୍ମାଙ୍କ ଆଦେଶେ ଶିଶିର ଶଇଳୁ। ପଞ୍ଚଧାରା ନଦୀ ବହି ଆସେ ଗିରି ତଳୁ। ଚନ୍ଦନ ତୈଳ ନୀର ଅଁଳା ହଳଦୀ। ଏ ବିଧିରେ ପଞ୍ଚଧାରା ହୋଇବ ହେ ନଦୀ। ପ୍ରଭାବତୀ କଟକରେ ଯେତେ ଲୋକ ଛନ୍ତି। ସେ ନଦୀରେ ଯାଇ ସର୍ବେ ଶରୀର ବୁଡ଼ାନ୍ତି। ତୈଳ ହଳଦୀରେ କଲେ ଅଙ୍ଗକୁ ମାର୍ଜନ। ବିଷ୍ଣୁତୟା ନଦୀ ତୀରେ କରନ୍ତି ଯେ ସ୍ନାନ। ସ୍ନାନ ସାରି ହୁଅନ୍ତି ଜଳ ମଧ୍ୟରୁ ବାହାର।
ଶରୀର ଦିଶଇ ଅତିଶୟ ଶୋଭାକର। ବଳ ବୀର୍ଯ୍ୟ ବିକ୍ରମ ଯେ ଦିଶେ ତେଜମୟ। ବୃଦ୍ଧ ଦେହ ଦିଶଇ ଯେ ନବଯୁବା ପ୍ରାୟ। ସ୍ନାନ ସାରି ନଦୀ ତୀରେ ଉଦ୍ଭାବନ୍ତି ଯାଇ। ବସ୍ତ୍ର ଅଳଙ୍କାର ଗନ୍ଧ ଯୋଗାନ୍ତି ଯେ ନେଇ। ଯାହାକୁ ଯେଉଁ ବସନ ମାନ ଯେ ରୁଚଇ। ସ୍ୱହସ୍ତରେ ବେନି ଖଣ୍ଡ ବାଛି ଯେ ନିୟଇ। ପିନ୍ଧି ପୁଣି ଅନ୍ୟ ଦିନ ପ୍ରଭାତେ ସକଳେ। ବସନ ଭୂଷଣ ମାନ ଘେନନ୍ତି ଉଚ୍ଛାରେ। ଅପୂର୍ବ ଜନ ଚରିଣ ମିଳନ୍ତି ସଦନେ। ଅମୃତ ମଣହି ଭୁଞ୍ଜୁଛନ୍ତି କୋଶମଣି। ଭଞ୍ଜନ୍ତି ଶପଥ ଘଡ଼ି କାଳେ ସର୍ବପ୍ରାଣୀ। ଆଚମନ କରିବାକୁ ସୁବାସିତ ପାଣି। ଭୃତ୍ୟ ପରିଜନେ ସଦା ଖଟିଥାନ୍ତି ପାଶେ। ଉଚ୍ଛିଷ୍ଟ ଉଠାନ୍ତି ଭଜନର ଅବଶେଷେ। ଚନ୍ଦନ ପାନ ଗୁଆ ଯେ କର୍ପୂର ବିଡ଼ିଆ। ସୁବର୍ଣ୍ଣ ପାତ୍ରର ପାଶେ ହୋଇଥାଏ ଥୁଆ। ଯେତେ ଇଚ୍ଛା ତହିଁ ଭୁଞ୍ଜନ୍ତି ଯେ ସର୍ବଜନେ। ଜାତି ଦେଉଥାନ୍ତି ପାଶେ ଭୃତ୍ୟ ଲୋକମାନେ। ଚନ୍ଦନ ଚତୁଃସନ ସୁବାସ ପୁଷ୍ପମାନ। ମନ ଇଚ୍ଛାରେ ଘେନିଣ ଥାନ୍ତି ସର୍ବଜନ। ଦେଖିବା ସେ ଅନେକ କୋଟେକେ ବୁଲନ୍ତି। ଅଳସୁଆ ଲୋକମାନେ ଶଯ୍ୟା ଆବରନ୍ତି। ଦ୍ୱାଦଶ ଘଡ଼ି ହୁଅନ୍ତେ ଦେବ ଦିନମଣି। ପୁଣି ଭଜନ କରନ୍ତି ସକଳ ପରାଣୀ। ସନ୍ଧ୍ୟା ଆଦି ସମାପନୀ ପୁଣି ସର୍ବଜନ। ଇଚ୍ଛା ଅନୁରୂପେ ରାତ୍ରେ କରନ୍ତି ଭଜନ। ଆଚମନ ସାରି ଯାଇ ଉତ୍ତମ ପଲ୍ଲଙ୍କେ। ରଜନୀ ବଞ୍ଚନ୍ତି ସର୍ବେ ନାନା କୌତୁକେ। ପୁରୁଷ ଜଣେକେ ଦୁଇ ଦୁଇ ଦିବ୍ୟ ନାରୀ। ନବଯୁବା ବୟସୀ ଯେ ଅପୂର୍ବ ସୁନ୍ଦରୀ। ନିଶା କାଳେ ନିଜ ନିଜ କାମିନୀ ଯେ ଶନେ। ପୁରୁଷମାନଙ୍କୁ ସେବା କରନ୍ତି ସଦନେ। ସେ ବି ତେହ୍ନେ ରାତ୍ର ଶେଷେ ଯାନ୍ତି ମାୟା ନାରୀ। ସନ୍ନିଧ୍ୟ ରହନ୍ତି ପୁଣି ଆସି ନିଜ ସ୍ତ୍ରୀ। ଏହି ପ୍ରକାରେ ଚତୁର୍ଦଶପୁର ଲୋକେ। ପ୍ରଜାପତି କଟକରେ ରହିଲେ କୌତୁକେ। ଫଳମୂଳ ଭୋଜନରେ ତୋଷ ଋଷିମାନେ। ଅସୁରେ ଆନନ୍ଦେ ହୁଅନ୍ତି ମାଂସ ସୁରାପାନେ। ଲକ୍ଷ୍ମୀ ଦେବୀ ଗନ୍ତା ଘର ଭଣ୍ଡାର ରକ୍ଷଣୀ। ସବୁଙ୍କର ପରିଦାତ୍ରୀ ମାତା ଠାକୁରାଣୀ। ଯେତେ ପରିମାଣେ ବ୍ୟୟ କରନ୍ତି ଯେ ଯହିଁ। ସବୁ ସମୟରେ ମାତା ଥାନ୍ତି ଯେ ଯୋଗାଇ। ଭଣ୍ଡାର ଘର ଫିଟାଇ ଲକ୍ଷ୍ମୀ ଅନୁକ୍ଷଣ। କେତେ ନେବ କେବଳ ଥାନ୍ତି ଚାହିଁନ। ଯେହୁ 56 କୋଟି ଜୀବର ପରିଦାତ୍ରୀ। ଦକ୍ଷ ଭଣ୍ଡାରେ ବିଜୟ କରି ରହିଛନ୍ତି। ସେ ଥାଉ ଅଭାବ ହେବ କିଏ ବା ସମ୍ଭାର। କି ବନି ପାରିବ ମୁଖେ ମାନବ ମାତର। ଆଦି ବ୍ରହ୍ମା ଦକ୍ଷ ପ୍ରଜାପତିଙ୍କ ପାଶରେ। ଯଜ୍ଞ କର୍ମରେ ଦୀକ୍ଷିତ ଅଛନ୍ତି ବିଧିରେ। ଯଜ୍ଞ କୁଣ୍ଡରେ ପ୍ରଦାନ କରନ୍ତି ଆହୁତି। ସପ୍ତାଙ୍ଗ ପାଞ୍ଜି ପଢ଼ନ୍ତି ଯହିଁ ବୃହସ୍ପତି। ବେଳକୁ ବେଳ ନଳ ଘୃତ ଧାର ଘେନି। ସହସ୍ର ଶିଖା ହଇଣ ଉଠିଲା ବହନି। ପ୍ରଖର ହୋଇ ଉଠିଲା ଖରତର ଜ୍ୟୋତି। ପ୍ରଚଣ୍ଡ ଅନଳ ତେଜ ନିଦା ଘରୁ ଅତି।
ଊର୍ଦ୍ଧ୍ୱ ହୋଇନ ଟେକିଲା ଅଗ୍ନି ମହାଶିଖା। ସେହି ବ୍ରହ୍ମନଳର ମୂର୍ତ୍ତି ପଞ୍ଚସଖା। ଲୋହିତ ପିଙ୍ଗଳ ନୀଳ ହରିତ ବସନ୍ତ। ଏମନ୍ତ ସେ ପଞ୍ଚମୂର୍ତ୍ତି ହୁଏ ପ୍ରଜ୍ୱଳିତ। ଅନଳରେ ତେଜ ରାଶି ବିଧାତା ଦେଖିନ। ଆହୁତି ମାନ ଦିଅନ୍ତି ମନ୍ତ୍ରକୁ ପଢ଼ିନ। ପ୍ରଚଣ୍ଡ ଅନଳ ତେଜ ନିଦାଘରୁ ଅତି। ଊର୍ଦ୍ଧ୍ୱ ହୋଇନ ଟେକିଲା ଅଗ୍ନି ମହାଶିଖା। ସେହି ବ୍ରହ୍ମନଳର ମୂର୍ତ୍ତି ପଞ୍ଚସଖା। ଜୟ ମା ଲକ୍ଷ୍ମୀ, ଜୟ ମା ଲକ୍ଷ୍ମୀ।